ମହାନଦୀ କୂଳରେ ଅଛି ଆମ ଓଡ଼ିଶାର ଗୋଟେ ସୁନ୍ଦର ସହର, ଯିଏକି ତା'ର ନିଆରା ଭାଷା ଆଉ ଚାଲିଚଳନ ପାଇଁ ସବୁଠି ପରିଚିତ। ଚାଲନ୍ତୁ ଆଜି ବୁଲିଯିବା ସମ୍ବଲପୁର। ଜୁହାର ସମ୍ବଲପୁର, ଜୟ ମା ସମଲେଇ। ଆଜି ଗୋଟେ ସର୍ଟ ଟ୍ରିପ୍ରେ ଆମେ ସମ୍ବଲପୁର ବାହାରିଛୁ। ପ୍ରାୟ ବର୍ଷେ ପରେ ସମ୍ବଲପୁର ଯାଉଛୁ। ଆଗରୁ ଯାଇଥିଲୁ ବେଳକୁ ସବୁଆଡ଼େ କାମ ଚାଲିଥିଲା, ଏବେ ଗଲେ ନୂଆ ସମ୍ବଲପୁରକୁ ଦେଖିବାକୁ ମିଳିବ। ସକାଳୁ ସକାଳୁ ମା ସମଲେଇ ମନ୍ଦିର ଆଡ଼େ ବୁଲିକି ଆସିବା। ବହୁତ ସୁନ୍ଦର ହେଇଯାଇଛି ସମ୍ବଲପୁରଟା ଏବେ। ଏଇ ରୋଡ଼ଟା କଟକର ସେ ନଦୀ ସାଇଡ଼ର ରାସ୍ତା ଭଳିଆ ଲାଗୁଛି। ଲେଫ୍ଟ ସାଇଡ଼ରେ ଯେଉଁ ଦେଖୁଛନ୍ତି ସେ ପଳାଶ ଗଛର ଫୁଲ, ଏଇଟା ଏବେ ସୁଟିଂ ସ୍ପଟ୍ ହେଇଯାଇଛି। ଏହାର ଆପଣମାନେ ସର୍ଟସ୍ ଗୁଡ଼ା ଯଦି ଦେଖିଥିବେ ୟୁଟ୍ୟୁବରେ କି ରିଲ୍ସ ବି ଦେଖିଥିବେ ଇନଷ୍ଟାଗ୍ରାମରେ, ବହୁତ ସୁନ୍ଦର ଫଟୋ ଭିଡ଼ିଓ ଆସେ ଏଇଠି। ଏବେ ସମ୍ବଲପୁରକୁ ଯିଏ ବହୁତ ଦିନ ପରେ ଆସିବ ତାକୁ ପୁରା ନୂଆ ନୂଆ ଲାଗିବ। ବହୁତ ଚେଞ୍ଜ ହେଇଯାଇଛି। ଏଇଟା ତ୍ରିବେଣୀ ଘାଟ ଭଳିଆ ବନେଇ ଦିଆହେଇଛି ନଦୀ ଉପରେ। ଏଇଟା ହେଉଛି ଆରତୀ ପଏଣ୍ଟ। ରିଲାକ୍ସ ହେବା ପାଇଁ ସକାଳେ ଆଉ ଇଭିନିଂରେ ମସ୍ତ ଜାଗା ହେଇଛି। ଏପଟେ ସୂର୍ଯ୍ୟ ଉଦୟ ହେଉଛନ୍ତି ସକାଳୁ ସକାଳୁ। ଏଇଟା ହେଉଛି କ୍ଲକ୍ ଟାୱାର। ମନ୍ଦିର ଚାରିପାଖଟା ଏବେ ପୁରା ସଫା ରଖାହେଇଛି। ଆଜି ତ ମନ୍ଦିର ସବୁଆଡ଼େ ବନ୍ଦ ଅଛି, ମାଙ୍କ ଦର୍ଶନ ଆଜି ହେଇପାରିବନି। ଚାଲନ୍ତୁ ମନ୍ଦିର ଚାରିପାଖଟା ବୁଲି ଦେଇକି ଆସିବା। ମନ୍ଦିର ପାଖରେ ଗୋଟେ ବଡ଼ ପାର୍କିଂ କରାହେଇଛି। ଏଇଟା ପାର୍କିଂ ପଏଣ୍ଟରେ ବି ଦୋକାନ ସବୁ ଛୋଟ ଛୋଟ ଅଛି, ବସ୍ତ୍ରାଳୟ ଟାଇପ୍ର। ପାର୍କିଂ ପାଖରେ ଏଠି ପାର୍କ ଆଉ ସତ୍ସଙ୍ଗ ପଏଣ୍ଟ ବନାହେଇଛି। ଇଭିନିଂରେ ଲାଇଟ୍ ପଡ଼ିଲେ ଆହୁରି ବହୁତ ସୁନ୍ଦର ଦେଖାଯାଉଥିବ। ଏଠି ପାର୍କରେ ବସିକି ବି ଆପଣମାନେ ମନ୍ଦିରର ଦର୍ଶନ କରିପାରିବେ, ହେଲେ ଏପଟୁ ଏଣ୍ଟ୍ରି ନାହିଁ, ଆର ପଟୁ ଏଣ୍ଟ୍ରି ଅଛି। ବହୁତ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ସକାଳୁ ସକାଳୁ ଆସିବେ ମାନେ ପୁରା ମାଇଣ୍ଡ ଫ୍ରେଶ। ଏପଟେ ଗଲେ ଆରତୀ ପଏଣ୍ଟକୁ ରାସ୍ତା ଅଛି, ଫ୍ଲାଇଓଭର ଟାଇପ୍ର ବନା ହେଇଛି ଆରପଟେ ଯିବା ପାଇଁ। ଏଇଠୁ ଉପରୁ 360 ଡିଗ୍ରୀ ଭ୍ୟୁ ଦେଖନ୍ତୁ, ବହୁତ ସୁନ୍ଦର ହେଇଛି ଜାଗା। ସମ୍ବଲପୁର ଆସିଛେ ବେଳକୁ ମା ଘଣ୍ଟେଶ୍ୱରୀ ମନ୍ଦିର ଆଡ଼େ ବି ଟିକେ ବୁଲି ଦେଇକିରି ଆସିବା। ନଦୀ ସାଇଡ଼ରେ ଅଛି ବୋଲି ଏଠି ଏଇ ଟାଇମ୍ରେ ବି ଆପଣମାନେ ଧାନ ଗଛ ଦେଖିବାକୁ ପାଇବେ। ସକାଳୁ ସକାଳୁ ସୂର୍ଯ୍ୟ ଉଦୟ, ତା ସହିତ ଏମିତି ଭ୍ୟୁ ଦେଖିଲେ ମାଇଣ୍ଡ ପୁରା ଫ୍ରେଶ। ପହଞ୍ଚିଗଲି ଏବେ ମନ୍ଦିର ପାଖରେ।
ସକାଳୁ ସକାଳୁ ତ ସବୁ ବନ୍ଦ ଅଛି, ଏଠି ବି କାମ ଚାଲିଛି, ଆହୁରି ଟାଇମ୍ ଲାଗିବ। ଜୋରସୋରରେ କାମ ଚାଲିଛି ପୁରା। ମା ଘଣ୍ଟେଶ୍ୱରୀଙ୍କ ମନ୍ଦିର ବି ଆଉ ଥରେ ରିନୋଭେଟ୍ କରାହେଉଛି। ଆଜି ତ ସବୁଆଡ଼େ ବନ୍ଦ ଅଛି, ସମଲେଶ୍ୱରୀ ମନ୍ଦିର ଏଠି ବି ବନ୍ଦ ଅଛି। ମା ଘଣ୍ଟେଶ୍ୱରୀ ମନ୍ଦିର ଆସିଲେ ଆପଣମାନେ ଏମିତି ଘଣ୍ଟି ତ ନିଶ୍ଚିତ ଦେଖିବାକୁ ପାଇବେ। ଯିଏ ଯିଏ ବି ମାନସିକ କରନ୍ତି ଏଠି ଗଛରେ ବାନ୍ଧିକି ଲୋକମାନେ ଯାଆନ୍ତି। ଜୋରସୋରରେ ପୁରା କାମ ଚାଲିଛି, କାମ ସରିଲେ ଆଉ ଥରେ ଆସିବା, ଭଲସେ ଏକ୍ସପ୍ଲୋର କରିବା ସମ୍ବଲପୁରକୁ। ଆଜି ତ ଗୋଟେ ଛୋଟ କାମ ଥିଲା, ସେଥିପାଇଁ ସମ୍ବଲପୁର ଆସିଥିଲୁ, ଆଉ ବେଶୀ ଟାଇମ୍ ବି ନାହିଁ। ଆଉ ଥରେ ସମ୍ବଲପୁର ଆସିଲେ ଭଲସେ ଏକ୍ସପ୍ଲୋର କରିବା। ବ୍ଲଗ୍ ଯଦି ଭଲ ଲାଗିଛି ତାହେଲେ ଗୋଟେ ଛୋଟ ଲାଇକ୍, ସେୟାର, କମେଣ୍ଟ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ କ୍ଲିକ୍ କରିବା ପାଇଁ ଜମା ଭୁଲିବେନି। ଆଗକୁ ଆହୁରି ବ୍ଲଗ୍ ସବୁ ଭଲ ଭଲ ଆସିବାକୁ ଯାଉଛି। ସେତିକି ଯାକେ ସମସ୍ତଙ୍କୁ ଜୁହାର, ଜୟ ମା ସମଲେଇ। এই ସମର ଭ୍ୟାକେସନରେ ଆମେ ଯାଉଛୁ ୱେଷ୍ଟବେଙ୍ଗାଲର ଦାର୍ଜିଲିଂ। ବହୁତ ସୁନ୍ଦର ବ୍ଲଗ୍ ଆସିବାକୁ ଯାଉଛି। ଜଲ୍ଦି ଜଲ୍ଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ସେତିକି ଯାକେ କିପ୍ ସ୍ମାଇଲ୍, ଟେକ୍ କେୟାର, ବାଏ ବାଏ, ଷ୍ଟେ ଟ୍ୟୁନ୍।